ବର୍ଷ ବର୍ଷ ଧରି ଭଲ ପାଇବା ଆଉ ତାକୁ ପାଇବାକୁ ସଂଘର୍ଷ ପରେ ସଂଘର୍ଷ କରି ଚାଲିଥିଲି। ସଞ୍ଜୁ ଥିଲା ନିଚ ଜାତିର। ଆମ ଘରେ ତାକୁ ବୋହୂ କରି ନେବାକୁ ଅସ୍ୱୀକାର କରିବା ମୋତେ ଭାରି ଚିନ୍ତାରେ ପକାଇ ଦେଇଥିଲା ପ୍ରତାପ ଭାଇ। ସତରେ ମୁଁ କ'ଣ ବାପ ଚଉଣ୍ଡ ଝିଅ ସଞ୍ଜୁକୁ ପ୍ରେମ କରି ଭୁଲ କରିଛି? ମୋ ଭଲ ପାଇବା କ'ଣ ସତରେ ହାରିଯିବ? ମୋ ପରିବାର କ'ଣ ମୋ ପ୍ରେମକୁ ମୋଠୁ ଦୂରେଇ ଦେବ? ଏମିତି କିଛି ଚିନ୍ତା ମୋ ମନ ଭିତରେ ମୋତେ ନିଜକୁ ନିଜେ ଭାଙ୍ଗି ପକାଉଥିଲା ଭାଇ। ହେଲେ ତାପରେ ଯାହା ହେଲା ଜାଣିବା ପୂର୍ବରୁ ପୁରା କାହାଣୀଟା ଶୁଣି ନିଅନ୍ତୁ ପ୍ରତାପ ଭାଇ। ସେଦିନ ଫ୍ଲାଇଟ୍ରେ ଦିଲ୍ଲୀ ଗଲାବେଳେ ମୋ ସହ ଜଣେ ଯୁବତୀର ଭେଟ ହୋଇଥିଲା। ଦେଖିବାକୁ ଖୁବ୍ ସୁନ୍ଦରୀ ଥିଲା। ହେଲେ ସେ ୱିଣ୍ଡୋ ସାଇଡ଼୍ରେ ବସିବାକୁ ଚାହୁଁଥିଲା। କହିଲା, ସାର୍ ଯଦି ଖରାପ ନ ଭାବିବେ ଆପଣ ମଝିରେ ବସନ୍ତୁ, ମୁଁ ଟିକେ ସେ ସାଇଡ଼୍ରେ ବସିବି। ତା କହିବାର ଶୈଳୀ, ତା ଅନୁରୋଧ କରିବାର ମିଠା ମିଠା କଥାକୁ କାଟି ପାରିଲିନି। ତାକୁ ସାଇଡ଼୍ ସିଟ୍ ଦେଇ ମୁଁ ମଝିରେ ବସି ପଡ଼ିଥିଲି। ସେ କିନ୍ତୁ ଭାରି ଖୁସି ଥିଲା ଭଳିଆ ଲାଗିଲା। ସମୟ ହେଇଗଲା, ଫ୍ଲାଇଟ୍ ଉଡ଼ିବା ଆରମ୍ଭ କଲା। ହେଲେ ସେ କେମିତି ଗୋଟେ ଡରିଗଲା ଭଳିଆ ଲାଗୁଥିଲା। ଫ୍ଲାଇଟ୍ ଧୀରେ ଧୀରେ ଯେତେ ଉପରକୁ ଉଠୁଥିଲା ଆଉ ସେ ସେତେ ସେତେ ଡରିଯାଇ ଆଖିଟା ବି ବନ୍ଦ କରିଦେଉଥିଲା। ପଚାରିଲି, କ'ଣ ହେଲା? ସେ କହିଲା, କିଛି ନାହିଁ, ଟିକେ ଡର ଲାଗୁଛି। ମୁଁ ପଚାରିଲି, ଏଇଟା ତୁମର ଫ୍ଲାଇଟ୍ରେ ବସିବାଟା ପ୍ରଥମ କି? ସେ କହିଲା, ହଁ ସାର୍। ମୁଁ କହିଲି, ଡରିବାର କିଛି ନାହିଁ, ମନରୁ ସବୁ ଡର ବାହାର କର ଆଉ ମୋ ସହ କଥା ହୁଅ, ଦେଖିବ କିଛି ହେବନି। ତାକୁ ତା ନାଁ ପଚାରିଥିଲି। ସେ ସଂଯୁକ୍ତା ବୋଲି କହିଲା। ଆଉ ଘର କେନ୍ଦ୍ରାପଡ଼ା। ଦିଲ୍ଲୀରେ ରହୁଥିବା ମାମୁଁ ମାଇଁ ପାଖକୁ ଯାଉଥିଲା। ମାଇଁର ଡେଲିଭରି ହେବାର ଥିଲା, ସାହାଯ୍ୟ କରିବାକୁ ମାମୁଁ ତାକୁ ଡାକିଥିଲେ। ଆଉ ଏ ଫ୍ଲାଇଟ୍ ଟିକେଟ୍ ବି ତା ପାଖକୁ ପଠାଇ ଦେଇଥିଲେ। ଗ୍ରାଜୁଏସନ୍ ସରିଯାଇଥିଲା, ଏବେ ପିଜି ପାଇଁ ଫର୍ମ ପକାଇଥିଲା। ସବୁ କଥା ଜାଣିସାରିବା ପରେ ମୋ କଥା ପଚାରିଲା। ଆଉ ମୁଁ ବି ସବୁ କହିଥିଲି। ମୋ ନାଁ ସାଗର, ମୁଁ ବିଜନେସ୍ କରେ, ଗୋଟେ ଅର୍ଜେଣ୍ଟ କାମରେ ଦିଲ୍ଲୀ ଯାଉଛି। 2 ଦିନ ପରେ ପୁଣି ଭୁବନେଶ୍ୱର ଫେରିବି। ବାସ୍, କଥାବାର୍ତ୍ତା ପରିଚୟ ଭିତରେ ଉଭୟଙ୍କର ନମ୍ବର ବି ସେୟାର କରିସାରିଥିଲି। ତାରି ଭିତରେ ପାଗ ଟିକେ ବିଗିଡ଼ି ଯାଇଥିଲା ଆଜ୍ଞା। ପାଇଲଟ ସିଟ୍ ବେଲ୍ଟ ବାନ୍ଧିବାକୁ ଇସାରା କଲେ। ଆଉ କିଛି ସମୟ ପରେ ଫ୍ଲାଇଟ୍ ବାଦଲ ଭିତରେ ବାଡ଼େଇ ହେଇ ଜୋରରେ ହଲିବାକୁ ଲାଗିଲା। ଲାଇଟ୍ ବି କମ୍ କରିଦିଆଗଲା। ମୁଁ ତ ଜାଣିସାରିଥିଲି ଏମିତି ହୁଏ ବୋଲି, ହେଲେ ସେ କିନ୍ତୁ ଏ ବିଷୟରେ କିଛି ଜାଣିନଥିଲା। ସେ ଭାବିଲା କ'ଣ ଗୋଟେ ବଡ଼ ଅସୁବିଧା ହେଇଗଲା ବୋଧେ। ସେ କାନ୍ଦ କାନ୍ଦ ହେଇଗଲା ଆଉ ସେ ମୋତେ ଜୋରରେ ଜାବୁଡ଼ି ଧରିଥିଲା। ମୁଁ କହିଲି, କିଛି ନାହିଁ ସଞ୍ଜୁ, ଏଇଟା ନର୍ମାଲ କଥା। ବାଦଲରୁ ବାହାରିଗଲେ ପୁଣି ନର୍ମାଲ ହେଇଯିବ। ସେ କିନ୍ତୁ ଏତେ ଜୋରରେ ଡରି ଯାଇଥିଲା ଯେ ମୋତେ ପୁରା ଜୋରରେ ଜାବୁଡ଼ି ଧରି ଆଖି ବୁଜି ବସିଥିଲା। କିଛି ସମୟ ପରେ ସବୁ କିଛି ଠିକ୍ ହେଇଗଲା। ଆଉ ସେ ଆଖି ଖୋଲି ଦେଖେ ତ ମୋତେ ସେ ଯେମିତି ଜାବୁଡ଼ି ଧରିଛି ତାର ଯେମିତି ପୁରା ନିଜର ଲୋକ। ତାକୁ ଟିକେ ଲାଜ ଲାଗିଲା ଆଉ କହିଲା, ଧନ୍ୟବାଦ। ଆଜି ତମେ ସାଥିରେ ନଥିଲେ ମୋ ଅବସ୍ଥା ଯେ କ'ଣ ହେଇଥାନ୍ତା ମୁଁ ନିଜେ ବି ଜାଣିପାରୁନି। ନୂଆ ମଣିଷ ସହିତ ନୂଆ ଏକ ସମ୍ପର୍କ, ତା ସହ ଏ ଯାତ୍ରାର ଏକ ଅଜଣା ଆଉ ନିଆରା ଅନୁଭୂତି। ଦେଖୁ ଦେଖୁ ଦିଲ୍ଲୀ ଆସି ପହଞ୍ଚି ଯାଇଥିଲା। ଆଉ ଆମେ ସାଥୀ ହେଇ ଏୟାରପୋର୍ଟରୁ ବାହାରକୁ ଯାଇଥିଲୁ। ତାକୁ ନେବାକୁ ତା ମାମୁଁ ଆସିଥିଲା ଆଉ ମୋତେ ନେବାକୁ ମୋ ଗାଡ଼ି ବି ଠିଆ ହେଇଥିଲା। ଆମେ ଆମ ରାସ୍ତାରେ ଚାଲିଗଲୁ ଭାଇ। ମାମୁଁ ଘରେ ପହଞ୍ଚିଲା ଆଉ ମୋତେ କଲ୍ କଲା। ପଚାରିଲା, ଆପଣ ପହଞ୍ଚିଲେନି? ମୁଁ କହିଲି, ନା, ଆଉ ମୋତେ କିଛି ସମୟ ଲାଗିବ। ହଉ, ମୁଁ ପହଞ୍ଚିଗଲିଣି, ଆପଣ ପହଞ୍ଚିଲେ ମୋତେ କଲ୍ କରିବେ। ନିଶ୍ଚିତ କହି କଲ୍ଟା କାଟିଦେଲି। ମୁଁ ମୋ ରୁମ୍ରେ ପହଞ୍ଚିଲି ଆଉ ତାକୁ କଲ୍ କଲି। ସେ କହିଲା, ଆପଣ ନା ବହୁତ ଭଲ। ମୁଁ କହିଲି, ପ୍ରଥମେ ଆପଣ କହିବା ଛାଡ଼ନ୍ତୁ। ସେ କହିଲା, ଆପଣ ବି ତ ଆପଣ କହି ମୋତେ ଡାକୁଛନ୍ତି। ଠିକ୍ ଅଛି, ମୁଁ ଏବେ ତୁମକୁ କେବଳ ସଞ୍ଜୁ ଡାକିବି ଆଉ ତୁମେ ମୋତେ ସାଗର ବୋଲି ଡାକିପାରିବ। ଆରମ୍ଭ ହୋଇଗଲା ପ୍ରେମର ସେ ପ୍ରଥମ ପାହାଚ। ଆମେ 2 ଜଣ ଗପସପ୍ ଭିତରେ ଏମିତି ମଜି ଯାଇଥିଲୁ ଯେ ସବୁକିଛି ଭୁଲି ଯାଇଥିଲୁ ଭାଇ। 2 ଦିନ ପରେ ମୋର କାମ ସରିଗଲା ଆଉ ମୁଁ ଭୁବନେଶ୍ୱର ପଳାଇ ଆସିଲି। ସେ କିନ୍ତୁ ଦିଲ୍ଲୀରେ ଥିଲା। ପ୍ରାୟ 20 ଦିନ ପାଖାପାଖି ସେ ଦିଲ୍ଲୀରେ ରହିଲା। ଆଉ ଯେବେ ତାର ଆସିବା ପାଇଁ ଟିକେଟ୍ ହେଇଗଲା, ସେ ମୋତେ କଲ୍ କରି କହିଲା, ମୁଁ ଏକା କେମିତି ଯିବି? ମୋତେ ତ ଭାରି ଡର ଲାଗିବ। ମାମୁଁକୁ ତ ଏକଥା କହିପାରିବିନି। ମୁଁ ତାକୁ ସାହସ ଦେଇ କହିଲି, ବ୍ୟସ୍ତ ହୁଅନି, ଜମା ଡର ଲାଗିବନି। ହେଲେ ତାକୁ ସରପ୍ରାଇଜ୍ ଦେବାକୁ ମୁଁ ପୂର୍ବଦିନ ଦିଲ୍ଲୀ ଯାଇ ସେଇ ଫ୍ଲାଇଟ୍ରେ ଟିକେଟ୍ କରି ତା ସହ ଆସିବାକୁ ଚେକ୍ ଇନ୍ କରି ଏଣ୍ଟ୍ରାନ୍ସରେ ଅପେକ୍ଷା କଲି। ପ୍ରାୟ ଅଧଘଣ୍ଟା ଅପେକ୍ଷା କଲା ପରେ ସେ ଆସିଲା ଆଉ ମୁଁ ତା ସାମ୍ନାକୁ ଯାଇ ତାକୁ ସରପ୍ରାଇଜ୍ ଦେଲି। ସେ ବି ଆଶ୍ଚର୍ଯ୍ୟ ହେଇଗଲା ଆଉ ମୋତେ ଦେଖି ସେ ଏତେ ଖୁସି ଥିଲା ନା, ତା ଖୁସିର ସୀମା ନଥିଲା ଭାଇ। ଆମେ କାଉଣ୍ଟରକୁ ଗଲୁ ଆଉ 2ଟା ବୋର୍ଡ଼ିଂ ପାସ୍ ନେଇ ଭିତରକୁ ଗଲୁ। ମୋତେ ଦେଖିବା ପରେ ତା ଆଖିର ଗୋଟେ ଅଜଣା ଖୁସିର ଚମକ ଥିଲା। ମୋ ହାତ ଧରି ପୁରା ଏୟାରପୋର୍ଟ ଭିତରେ ବୁଲିବା ଆରମ୍ଭ କରିଦେଲା। ଫ୍ଲାଇଟ୍ 1 ଘଣ୍ଟା ଡେରି ଥିଲା। ସବୁଆଡ଼େ ବୁଲି ବୁଲି ମୋ ସହ ମଜା ନେବା ବେଳେ ସେ ତା ପ୍ରେମ କଥା ମୋତେ ପ୍ରକାଶ କରିଥିଲା। ସେ ବି ଜାଣିସାରିଥିଲା ସାଗର ମୋତେ ଭଲ ପାଉଛନ୍ତି ବୋଲି ତ ମୋତେ ନେବାକୁ ଆସିଛନ୍ତି। ତାର ମୋ ଉପରେ ଭରସା ଆସିଯାଇଥିଲା। ଆଉ ସେଇ ଏୟାରପୋର୍ଟରେ ଆମେ ଉଭୟଙ୍କୁ ପ୍ରେମ ନିବେଦନ କରି ବେଶ୍ ଖୁସି ଥିଲୁ ଭାଇ। ଫ୍ଲାଇଟ୍ ସମୟ ଆସିଯାଇଥିଲା। ଏଥର କିନ୍ତୁ ସେ ବିଲକୁଲ ଡରି ନଥିଲା। ସେ ଜାଣିସାରିଥିଲା ସାଗର ସାଙ୍ଗରେ ଅଛି ମାନେ କ'ଣ ପାଇଁ ଡରିବି।
सीधा भुवनेश्वर आउ सेठू ओह्लैवा परे मो रूम को आसथिलु। से ता मामू को कॉल करी कहला मु एबे ओह्लै गली मामू, मोर जणे सांग पाखर रहिबी, काली कॉलेज कथा बुझिबी, तापरे घर को जीवी। मो रूम रे फ्रेश है सीधा भुवनेश्वर बुलिबा को बाहरी गलु। धूम बुलिलु, ढेर सारा मजा मस्ती कलु और राति रे भल रेस्टोरेंट रे डिनर करी मो रूम रे साथी ही रहिलु। एबे कह भाई को निया घिओ को देखि रही परिबो। आमे भी सेमिति उभय उभयଙ୍କ साथी एकुटिया पाई आम यौवन निया को शांत करने को लगी पड़िलु। राति सारा ढेर मजा मस्ती आउ परदिन से तांको घर केन्द्रापड़ा चलीगला। एमिति फोन ने कथबार्ता भितर ताकू देखा करने को मु केतळे केन्द्रापड़ा जाउथुली तो से केबे केबे किछि बहाना करी भुवनेश्वर आसी जाउथुला। या भितर से पीजी करने को भुवनेश्वर आसिला। तापरे ता सह सबुदिन देखा साक्षात, सबुदिन मजा मस्ती। यारी भितर गोटे बड़ समस्या होगला। संजूर बापा हार्ट अटैक रे आरपारी को चलीगले। एक संजू सहजरे हजम कर पारानी। दुखरे भांगी पड़ता भाई। तांको घर को जाइतिली हेले ता बिचारा माटा भारी कांदुथला। अनेक बुझेइतिली माँ मु तम पुओ केबे तमर किछि असुविधा हेबनी। ता सानो भाई भी इंजीनियरिंग पढ़ुथला। एबे घर केमिति चलिबो, किए हेबो तांको सहारा, एकथा भाभी भाभी तांको माँ मन को अस्थिर कर दउथला। मु कहली मु अछि, काहार किछि असुविधा करबा को जमा भी देबिनी। मो उपरे भरसा रख माँ। ता मामू ता मौसा समस्ते भल भल पोस्टर थिले, किछि तो असुविधा हवा कथा नुहे। किंतु माँ मन माने जेते हेले कौन बुझिबो। जड़े स्त्री पाखरु ता स्वामी चलीगला परे से ता मनर वेदना काहाकू कौन कहि परिबो। किछि दिन चलीगला मु आम घरे संजू कथा कहली, हेले घरे सीधा सीधा मना करदेले। कारण संजू नीच जातिर थिला। भारी कष्ट हैला। समस्तंको बुझेई बुझेई थकी गली, हेले केही बुझिलेनी भाई। एकथा संजू को मु जमा भी कहि नथिली। से जानिले काले भांगी पड़िबो। संजू को पाइबाकू एकुटिया संघर्ष करि चलथिली। माँ बापा मामू मौसा समस्तंकू बुझेई चलीथिली। केते संघर्ष केते बुझेबा परे शेषरे राजी तो होइतिले, हेले गोटे अजब शर्त रखिथिले। से शर्त हैला से झियो तांको घर सहित कौनसी भी संपर्क रखिबनी। एइटा केबे संभव नथिला, कारण संजूर बापा नथिले। माँ आउ भाई को छाड़ी से केबे राजी ही नथांता। मु आम घर लोक कहली ठीक अच्छी, तमे यदि चाहुन मु बाहा हुए बोली, तेबे मु आउ केबे भी घर को आसबिनी। निज जिद रे अटल रहिली। दिन पर दिन बीती चलला। आउ शेषरे आम घर लोके संजू को बोहू करने को राजी हो जाइतिले। समस्तंकु राजी करने को मो दुई भौणीकर हाथ बेसी थिला भाई। जड़े बड़ भौणी थिला आउ जड़े सान भौणी थिला। शेषरे अनेक संघर्ष पर आमे दुई जण बेदी उपर होमनिया को साक्षी रखी उभय 7 जन जीवन साथी हेबाकू कथा दे एक हेइतिलु भाई। आउ एबे आमे बेस खुशी रे अछु। तार एटा पीजी शेष वर्ष। आउ आम घरे से एबे सबुठु सुनाबू। समस्तंकर भारी गेला। आपण को कहानी शुणी शुणी भाविली आम कहानी भी आपण को कहबू। जदि संभव आपण को कंठरे टिके जागा देबे। एई सागर आ संजूर कथा शुणी एई कहानीटी लिखि देइतिली। केमिति लागिला निश्चय जणैबे। रहुचु। नमस्ते। जय जगन्नाथ।